ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ତିନୋଟି ନୂତନ ଆଇନ ଆଣିଛନ୍ତି। ଆଉ ସେଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତା 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଏବଂ ଭାରତୀୟ ସାକ୍ଷ୍ୟ ଆଇନ 2023। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର 25 ତାରିଖରେ ଏହି ଆଇନଗୁଡ଼ିକ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇଛି। ତେବେ ଏ ଆଇନଗୁଡ଼ିକ କ'ଣ, ଏ ଆଇନଗୁଡ଼ିକ ଆସିବାର ଆବଶ୍ୟକତା କ'ଣ ଥିଲା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଏ ଆଇନର କେତେଦୂର କାର୍ଯ୍ୟକାରିତା ରହିଛି ଏବଂ ଏହାର ଫଳ କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରିବ, ଏସବୁ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି ଆଇନଜୀବୀ ଗୋପୀନାଥ ମିଶ୍ର। ଆସନ୍ତୁ ତାଙ୍କଠାରୁ ଏ ସମ୍ପର୍କରେ କିଛି ପଚାରି ବୁଝିବା। ସାର୍, ପ୍ରଥମେ ଆପଣଙ୍କୁ ଆମର ଏ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର। ଆଜ୍ଞା ନମସ୍କାର। ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର। ଆମକୁ ଟିକେ ସାର୍ କୁହନ୍ତୁ, ଏଇ ଯେଉଁ ତିନୋଟି ଯାକ ଆଇନ ଆସିଛି ତାକୁ ପ୍ରଚଳନ କରିବାର କ'ଣ ଆବଶ୍ୟକତା ଥିଲା? ଦେଖନ୍ତୁ, ପ୍ରଥମେ ଫୌଜଦାରୀ ଆଇନର ଯଦି ବିଭାଗ ଗୁଡ଼ିକୁ ଆମେ ଦେଖିବା, ଏଟା ମୋଟ ଉପରେ ତିନି ଭାଗରେ ବିଭକ୍ତ ହୋଇଥାଏ। ଗୋଟେ ଥିଲା ଦଣ୍ଡବିଧି, ଗୋଟେ ଦୋଷୀକୁ ଦଣ୍ଡ ଦେବା ପାଇଁ ବିଧି କ'ଣ କ'ଣ ଦରକାର, ଆଉ ଗୋଟେ ହେଲା ଯେଉଁଟା କେଉଁ ଅପରାଧ ପାଇଁ କେତେ ଦଣ୍ଡ ବ୍ୟବସ୍ଥା କରାଯାଇପାରିବ, ଏବଂ ତୃତୀୟ ଜିନିଷ ହେଲା ଏଇ ଦଣ୍ଡବିଧି ପ୍ରଣାଳୀରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଯେଉଁ ପ୍ରମାଣ ଦରକାର, ସେ ପ୍ରମାଣର ପ୍ରାମାଣିକ ତଥ୍ୟ ଉପରେ ନିର୍ଭର କରିବ ସବୁ ପ୍ରକାର ଏଇ ଫୌଜଦାରୀ ଆଇନର ବ୍ୟବସ୍ଥା। ସେଥିପାଇଁ ତିନୋଟି ବିଭାଗ ମୁଖ୍ୟତଃ ଫୌଜଦାରୀ ଆଇନରେ ଥାଏ। ଗୋଟେ ହେଲା ଦଣ୍ଡବିଧି ଆଇନ, ଯେଉଁଟା ସେତେବେଳେ କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର କୁହାଯାଉଥିଲା। ଗୋଟେ ହେଲା ପିଙ୍ଗଳ କୋଡ୍ ବା ଇଣ୍ଡିଆନ୍ ପେନାଲ କୋଡ୍, ଆଉ ଗୋଟେ ହେଲା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ, ଯେଉଁଟାକି କୌଣସି ତଥ୍ୟର ପ୍ରାମାଣିକ ମୂଲ୍ୟବୋଧକୁ ସେଟାକୁ ପ୍ରଦର୍ଶିତ କରୁଥିଲା ଆଇନ ଅଦାଲତରେ। ଆମର ଯେମିତି ସାଧାରଣ ଜିନିଷ, ଗୋଟେ ଅପରାଧ ଯେତେବେଳେ ଗୋଟେ ଲୋକ ଘଟେଇଲା, ପ୍ରଥମେ ପୋଲିସର ଏଫଆଇଆରରୁ ବା ଏତାଲାରୁ এটা ଆରମ୍ଭ ହୋଇ ଶେଷକୁ ଅଦାଲତ ଦ୍ୱାରା ଦଣ୍ଡିତ ବା ନିର୍ଦ୍ଦୋଷରେ ଖଲାସ ହେବା ପର୍ଯ୍ୟନ୍ତ এই ବ୍ୟବସ୍ଥାଟା ଚାଲେ। এই ଯେଉଁ ପ୍ରଥମରୁ ଆରମ୍ଭ ହୋଇ ଶେଷ ପର୍ଯ୍ୟନ୍ତ ସେଇ ଯେଉଁ ବ୍ୟବସ୍ଥାରେ ଆମେ ଯିବା, ଏଇ ତିନୋଟି ଯାକ ଆଇନ ମୁଖ୍ୟତଃ ୟାକୁ କାର୍ଯ୍ୟକାରୀ କରୁଥିଲେ। ଦେଖନ୍ତୁ, ଇଣ୍ଡିଆନ୍ ପେନାଲ କୋଡ୍ ଇଏ ପ୍ରତ୍ୟେକ ଅପରାଧର ସଂଜ୍ଞା ନିରୂପଣ କରୁଥିଲା ଏବଂ ଅପରାଧ ପାଇଁ ଦଣ୍ଡ ବିଧାନ ମଧ୍ୟ କରିଥିଲା। ଧରି ନିଅନ୍ତୁ, ଚୋରି କଲେ 7 ବର୍ଷ ଜେଲ୍ ଯିବ, ମଣିଷକୁ ମାରିଦେଲେ ବା ମର୍ଡର କଲେ ଫାଶୀ ପାଇବ ବା ଆଜୀବନ କାରାଦଣ୍ଡ ପାଇବ। ଏଗୁଡ଼ା ସବୁ ପିଙ୍ଗଳ କୋଡ୍ରେ ଲିପିବଦ୍ଧ ହୋଇଥିଲା। ସେମିତି ଏତାଲା ଦରଜ ହେବାଠୁ ଆରମ୍ଭ କରିକିରି ପୋଲିସ କେମିତି ଅନୁସନ୍ଧାନ କରିବ, କେମିତି ଅଭିଯୋଗ ଫର୍ଦ୍ଦ ଦାଖଲ କରିବ, ଅଭିଯୋଗ ଫର୍ଦ୍ଦ ଦାଖଲ କଲା ପରେ କୋର୍ଟ କେମିତି ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବ, ଏଗୁଡ଼ାକ ସବୁ ଏଭିଡେନ୍ସ ଆକ୍ଟରେ ବା ଦଣ୍ଡବିଧି ଆଇନ ଅନୁସାରେ ଏଗୁଡ଼ାକ ସବୁ କାର୍ଯ୍ୟକାରୀ କରାଯାଉଥିଲା। ପ୍ରଥମତଃ ମୁଁ କହିବି, ଦେଖନ୍ତୁ, ଯେଉଁଟା ଇଣ୍ଡିଆନ୍ ପେନାଲ କୋଡ୍ ବା ଭାରତୀୟ ପିଙ୍ଗଳ କୋଡ୍ ଆମେ କହୁଛେ, ଏଇଟା 1860 ମସିହାରେ ପ୍ରଣୀତ ହୋଇଥିଲା। ଆଜ୍ଞା। ସେମିତି ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ, ଯେଉଁ ପ୍ରାମାଣିକ ମୂଲ୍ୟବୋଧ ଆଇନ, ସେଇଟା 1872 ମସିହାର ଆଇନ। ଏବଂ ଯେଉଁ ଭାରତୀୟ ଦଣ୍ଡବିଧି ଆଇନ ବା CRPC, ଯେଉଁଟା ଆମେ ସର୍ଟରେ କହୁ, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର, এটা ପ୍ରଥମେ 1898 ମସିହାରେ ହୋଇଥିଲା, ଯେଉଁଟାକି 1973-74 ମସିହାରେ 1898 ଆକ୍ଟଟାକୁ ରିପିଲ୍ କରିକିରି ଗୋଟେ ନୂଆ CRPC କରିଥିଲା। ସେ ଯେଉଁ ନୂଆ CRPCରେ ମଧ୍ୟ ବହୁତ ଗୁଡ଼ାଏ ଅବ୍ୟବସ୍ଥା ପରିଲକ୍ଷିତ ହେଲା ସମୟକ୍ରମେ। ଏଇ ଯେଉଁ ତିନୋଟି ଯାକ ଆଇନ ସବୁ ଏଗୁଡ଼ାକ ସବୁ ବ୍ରିଟିଶ ରାଜତ୍ୱ ଅମଳର ଆଇନ। ଆଜ୍ଞା। ଏବଂ ସମୟକ୍ରମେ ବର୍ତ୍ତମାନ ଯେତେବେଳେ ପାଖାପାଖି 150 ବର୍ଷରୁ ଉର୍ଦ୍ଧ୍ୱ ଏହି ଆଇନ ସବୁ ହେଇଗଲାଣି, ବର୍ତ୍ତମାନ ସାମ୍ପ୍ରତିକ ସାମାଜିକ ସ୍ଥିତିରେ ଏଗୁଡ଼ାକ ଧୀରେ ଧୀରେ ଅକାମୀ ହେଇଗଲାଣି। କାରଣ ପ୍ରତିଟି ଆଇନ ଆମର ଗୋଟେ ସାମାଜିକ ସ୍ଥିତିକୁ ଲକ୍ଷ୍ୟ କରିକିରି ହିଁ ଆଇନଟା ତିଆରି କରାଯାଏ। ଆଜ୍ଞା। 1860, 1872 ଏବଂ 1898 ମସିହାର ପ୍ରଣୀତ ଆଇନ ସେତେବେଳର ସାମାଜିକ ସ୍ଥିତିକୁ ଲକ୍ଷ୍ୟ କରି କରାଯାଇଥିଲା। ଯେହେତୁ ସମାଜ ପରିବର୍ତ୍ତନଶୀଳ ଏବଂ ଏହା ଭିତରେ 150 ବର୍ଷରୁ ଉର୍ଦ୍ଧ୍ୱ ଚାଲିଗଲାଣି ଏବଂ ସମାଜରେ
ଗୋଟେ ଆଖି ଦୃଶିଆ ପରିବର୍ତ୍ତନ ଏବେ ଆମେ ସମସ୍ତେ ଲକ୍ଷ୍ୟ କରୁଛେ। ତେଣୁ ସେ ଆଇନ ଗୁଡ଼ିକ ବର୍ତ୍ତମାନର ସାମାଜିକ ସ୍ଥିତିକୁ ଦେଖିଲେ ଅପ୍ରାସଙ୍ଗିକ ହେଇଯାଇଥିଲା। ଆଚ୍ଛା। ଏଇଟା ହେଲା ପ୍ରଥମ କାରଣ। ଦ୍ୱିତୀୟ କାରଣ, ଆମର ଯେତେବେଳେ ସମ୍ବିଧାନ ପ୍ରଣୟନ ହେଲା 1948 ମସିହାରେ ଏବଂ 1950 ମସିହାରେ ଆମେ ଯେତେବେଳେ ସାର୍ବଭୌମ ହେଲୁ, ଆମର ସମ୍ବିଧାନର ମୁଖବନ୍ଧକୁ ଆମେ ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରିବୁ ବୋଲି ନିଜେ ନିଜେ ଶପଥ ଗ୍ରହଣ କରିଛୁ। ପ୍ରତ୍ୟେକ ନାଗରିକ ସମ୍ବିଧାନର ମୁଖବନ୍ଧକୁ ପାଳନ କରିବାକୁ କର୍ତ୍ତବ୍ୟବଦ୍ଧ। ତେଣୁ ସେଇ ଯେଉଁ ମୁଖବନ୍ଧକୁ ସମାନ ସ୍ତରରେ ନାଗରିକ ଅଭିମୁଖୀ କରିବା ପାଇଁ ଏଇ ଆଇନ ଗୁଡ଼ିକ ମଧ୍ୟ ଅପ୍ରାସଙ୍ଗିକ ବୋଧ ହେଲା। ଆଚ୍ଛା। ତୃତୀୟ କାରଣ, ବ୍ରିଟିଶ ସରକାର ଯେଉଁ ଆଇନ କରିଥିଲେ ସେତେବେଳେ ଏଇଭଳିଆ ଆମର ଏଇ ସଂସଦୀୟ ଆଇନ ବ୍ୟବସ୍ଥା ଏତେ ପରିମାଣରେ ଗ୍ରହଣୀୟ ନଥିଲା। ତେଣୁ ଏଇ ଯେଉଁ ତିନୋଟି ଆଇନ ଯେଉଁଗୁଡ଼ାକି ସବୁ 150-200 ବର୍ଷ ତଳର ଆଇନ, ଏଗୁଡ଼ାକ ସେତେବେଳେ ବ୍ରିଟିଶ ସରକାର ତାଙ୍କ ଢାଞ୍ଚାରେ ତିଆରି କରିଥିଲେ ଏବଂ ଏଇଟା ଲୋକାଭିମୁଖୀ ହେବା ପରିବର୍ତ୍ତେ ଏଇଟାକୁ ସେମାନେ ଭାରତୀୟମାନଙ୍କୁ କେମିତି ଶାସନ କରିବେ ବା ଭାରତୀୟମାନଙ୍କୁ କେମିତି ଅତ୍ୟାଚାରିତ କରିକି ରଖିବେ, ଏଇଟା ସେଇ ଢାଞ୍ଚାରେ ତିଆରି ହେଇଥିଲା ବୋଲି ବହୁତ ଦିନ ପରେ ଉପଲବ୍ଧି କରାଗଲା। ଏବଂ ବିଭିନ୍ନ ସମୟରେ ଭାରତୀୟ ଲ କମିଶନ ଗୋଟାଏ ଗୋଟାଏ ପର୍ଟିକୁଲାର ଇସ୍ୟୁକୁ ବା ଗୋଟେ ପର୍ଟିକୁଲାର ମୁଦ୍ଦାକୁ ଆଖିରେ ରଖିକିରି ଲ କମିଶନକୁ ମଧ୍ୟ ରିପୋର୍ଟ ମାଗନ୍ତି ଯେ ୟା ବିଷୟରେ ରିଫର୍ମେଟିଭ ବା କିଛି ଉନ୍ନୟନମୂଳକ ରିପୋର୍ଟ ଆପଣ ଦିଅନ୍ତୁ। ଲ କମିଶନ ମଧ୍ୟ ତାଙ୍କ ରିପୋର୍ଟ ଦେଇଛନ୍ତି ଏବଂ ମଝିରେ ମଝିରେ ମଧ୍ୟ ଏଇ ଭାରତୀୟ ପିଙ୍ଗଳ କୋଡ୍, ଏଇ ଦଣ୍ଡବିଧି ଆଇନ ଏବଂ ଏଇ ଯେଉଁ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟକୁ କିଛି କିଛି ଆମେଣ୍ଡମେଣ୍ଟ କରାଯାଇଛି, ସଂଶୋଧନ କରିଛି ଆମ ସଂସଦ, କିଛି କିଛି ସଂଶୋଧନ ମଧ୍ୟ କରିଚାଲିଛି। ଏଭିଡେନ୍ସ ଆକ୍ଟର ଖୁବ୍ କମ୍ ସଂଶୋଧନ ହେଇଛି ଏବଂ ସେଇଟା ସେତେବେଳେ ଗୋଟେ ବହୁ ଆକର୍ଷିତ ଆଇନ ବୋଲି ଗ୍ରହଣ କରାଯାଉଥିଲା। ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଭର୍ଚୁଆଲି ଗୋଟେ ଥିଓରି ବା ଗୋଟେ କନସେପ୍ଟ ବୋଲି ଧରି ନିଆଯାଇକରି ସବୁ କାର୍ଯ୍ୟ ହେଉଥିଲା। ଧୀରେ ଧୀରେ ଦେଖାଗଲା ଯେ ଏଇ ଯେଉଁ ପ୍ରାମାଣିକ ତଥ୍ୟକୁ ପ୍ରମାଣ କରିବାର ଯେଉଁ ଗଳା ବାଟ ରହୁଛି ଆଇନରେ, ସେଥିରେ ବହୁତ ପ୍ରକାର ଆଇନଗତ ସମସ୍ୟା ସୃଷ୍ଟି ହେଉଛି, ଯେଉଁଥିରେ କି ନିର୍ଦ୍ଦୋଷ ଦଣ୍ଡ ପାଇଯିବାର ସମ୍ଭାବନା ରହୁଛି ଏବଂ ଦୋଷୀ ମଧ୍ୟ ଖସିଯିବାର ସମ୍ଭାବନା ରହୁଛି। ତାମାନେ ପ୍ରକୃତରେ ଆପଣ ଯେଉଁଟା କହୁଛନ୍ତି ଯେ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ସମାଜରେ ଯେଉଁ ପ୍ରକାର ପରିବର୍ତ୍ତନ ହେଲାଣି, ଆମର ଜୀବନଶୈଳୀରେ ଯେଉଁ ପ୍ରକାର ପରିବର୍ତ୍ତନ ଆସିଲାଣି ଏବଂ ଆମର ପାରିପାର୍ଶ୍ୱିକ ପରିସ୍ଥିତି ବି ମଧ୍ୟ ଯେଉଁଭଳି ଭାବରେ ବଦଳିଗଲାଣି, ତାକୁ ଦେଖିଲେ ଏଇ ଯେଉଁ ଆଇନ ଗୁଡ଼ିକ ଥିଲା, ଏ ଆଇନ ଗୁଡ଼ିକ ସେତେ ଏଫେକ୍ଟିଭ ହେଇପାରୁନଥିଲା, ଅପ୍ରାସଙ୍ଗିକ ମନେ ହେଲା। ଦ୍ୱିତୀୟତଃ ଏ ଆଇନ ଅନୁଯାୟୀ ଯେଉଁ କାର୍ଯ୍ୟକାରିତା ମଧ୍ୟ ରହିଥିଲା, ସେ କାର୍ଯ୍ୟକାରିତାରେ ମଧ୍ୟ ବହୁତ ଫାଙ୍କ ଆଉ ପରିସ୍ଥିତି ରହୁଥିଲା, ଯାହାଫଳରେ ଗୋଟେ ଲୋକ ତାର ପ୍ରକୃତ ନ୍ୟାଯ୍ୟ ଦାବି ବା ନ୍ୟାୟ ପାଇବାକୁ ମଧ୍ୟ ଡେରି ହେଉଥିଲା। ଆପଣ ଆଉ ଗୋଟେ ଭଲ କଥାଟିଏ ବି କହିଲେ, ପ୍ରକୃତରେ ଯେତେବେଳେ ତିନୋଟି ଯାକ ଆଇନ ପ୍ରସ୍ତୁତ ହେଇଥିଲା ସେତେବେଳେ ଭାରତୀୟ ସମ୍ବିଧାନ ପ୍ରସ୍ତୁତ ହେଇନଥିଲା। ତେଣୁ ଭାରତୀୟ ସମ୍ବିଧାନ ପ୍ରସ୍ତୁତ ହେଲା ପରେ ତାକୁ ବି ଆଖି ଆଗରେ ରଖିକିରି ଲୋକଙ୍କର ଅଧିକାରକୁ କିଭଳି ଭାବରେ ଆମେ ମାନେ ସୁରକ୍ଷା ଦେଇପାରିବା ତାକୁ ଦେଖିକିରି ଆଇନର ପରିବର୍ତ୍ତନ ଆବଶ୍ୟକତା ଥିଲା ଏବଂ ମଝିରେ ମଝିରେ ଏସବୁ ଆଇନର ପରିବର୍ତ୍ତନ ବି ହେଇଛି। କିନ୍ତୁ ଆଜିକା ପରିସ୍ଥିତିକୁ ଦେଖିଲେ ସେଥିରେ ଗୋଟେ ବଡ଼ ପରିବର୍ତ୍ତନର ଆବଶ୍ୟକତା ଥିଲା, ଯାହାଫଳରେ ଏଇ ଆଇନ ଆସିଲା ବୋଲି ଆପଣ ଯେଉଁଟା କହୁଛନ୍ତି ଠିକ୍ ବଢ଼ିଆ କଥାଟିଏ। ତେବେ ଏଇ ଯେଉଁ ପରିବର୍ତ୍ତନଟା ଆସିଲା, ଆମେ ଯେଉଁ ତିନୋଟି ଯାକ ନୂଆ ଆଇନକୁ ଆଣିଲେ, ଯେଉଁଟା ଜୁଲାଇ 1ରୁ ଲାଗୁ ହେବାକୁ ଯାଉଛି, ଏଇ ଯେଉଁ ପରିବର୍ତ୍ତନ ଆସିଲା, ଏ ପରିବର୍ତ୍ତନରେ କ'ଣ ବିଶେଷ ପରିବର୍ତ୍ତନ ଆସିବ ବୋଲି ଆପଣ ଭାବୁଛନ୍ତି ବା କ'ଣ ସେଇଟା ଆମକୁ ସୁଫଳ ଦେଇପାରିବ ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ, ପ୍ରତ୍ୟେକ ଆଇନର ଏଇ ଯେଉଁ ତିନୋଟି ନୂଆ ଆଇନ ଆସିଲା, ଏ ତିନୋଟି ଯାକ ଆଇନ କ'ଣ କଲେ, ତାଙ୍କର ରେସ୍ପେକ୍ଟିଭ କରେସ୍ପଣ୍ଡିଂ ଆଇନ ଗୁଡ଼ାକୁ ରିପିଲ୍ କରିଦେଲେ, ମାନେ ଉଚ୍ଛେଦ କରିଦେଲେ। ଯେଉଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆସିଲା ସେଟା CRPCକୁ ପୁରା ରିପିଲ୍ କରିଦେଲା, ମାନେ CRPCର ଆଉ ଆପ୍ଲିକେସନ୍ ନାହିଁ। ସେମିତି ଭାରତୀୟ ସାକ୍ଷ୍ୟ ସଂହିତା ଏଭିଡେନ୍ସ ଆକ୍ଟକୁ ରିପିଲ୍ କଲା ଏବଂ ଯେଉଁ ଭାରତୀୟ ନ୍ୟାୟ ସଂହିତା
ଆଜ୍ଞା ଏଇଟା ଇଣ୍ଡିଆନ୍ ପେନାଲ କୋଡକୁ ରିପିଲ୍ କଲା। ତେଣୁ ବର୍ତ୍ତମାନ ସେଇ ତିନୋଟି ଆଇନ ବର୍ତ୍ତମାନ ପୁରାପୁରି ସେଟା ଉଚ୍ଛେଦ ହୋଇଗଲେ। କିନ୍ତୁ ଯେମିତି ଆମେ ଜାଣିଛୁ ଆମର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସବୁ ପ୍ରକାର ଫୌଜଦାରୀ ଆଇନ ସେଟା ପ୍ରସ୍ପେକ୍ଟିଭଲି ଲାଗୁ ହେବ, ଆଗକୁ ଲାଗୁ ହେବ, ପିଛିଲା ତାରିଖ ଭାବରେ ଲାଗୁ ହୋଇପାରିବ ନାହିଁ। ତେଣୁ ଜୁଲାଇ 1, 2024 ଯେଉଁ ଦିନଠୁ ଏଇ ତିନୋଟି ଆଇନ ଆସିବ, ଏଇ ତା ପରଠୁ ଯାହା ଯାହା ଅପରାଧ ଘଟିବ ଇଏ ସବୁ ଏଇ ନୂଆ ଆଇନ ବଳରେ ପରିଚାଳିତ ହେବେ। କିନ୍ତୁ 30 ଜୁନ ପର୍ଯ୍ୟନ୍ତ ଯେଉଁ ଆଇନ ଯେଉଁ ଘଟଣା ସବୁ ଘଟିବ ସିଏ ସବୁ ପୁରୁଣା ଆଇନରେ ପରିଚାଳିତ ହେବେ। ସେଗୁଡ଼ାକୁ ସରକାର ମଧ୍ୟ ଗୋଟେ ନିର୍ଦ୍ଦିଷ୍ଟ ଧାର୍ଯ୍ୟ ସୀମା ସମୟ ସୀମା ରଖିଛନ୍ତି, ଯାହା ଭିତରେ କି ସେ ପୁରୁଣା କେସ୍ ସବୁ ସରିଯିବ, ତା ପରଠୁ ନୂଆ ଆଇନ ଅନୁସାରେ ସବୁ କାର୍ଯ୍ୟକ୍ରମ ଚାଲିବ। ବର୍ତ୍ତମାନ ଆମେ କଥା ହେବା ଯେ ନ୍ୟାୟ ସଂହିତା ବା ଯେଉଁଟା ଇଣ୍ଡିଆନ୍ ପେନାଲ କୋଡ୍ କୁହାଯାଉଥିଲା, ଏଥିରେ କ'ଣ ବିଶେଷ ପରିବର୍ତ୍ତନ ହେଇଛି ଆଜ୍ଞା ଯେଉଁଟାକି ନୂଆ ପେନାଲ କୋଡ୍ ପୁରୁଣା ପେନାଲ କୋଡ୍କୁ ଉଚ୍ଛେଦ କରିକି ଏଇଟା କେମିତି ତାର ଜାଗା ନେବ ଆଜ୍ଞା ବା କେତେ ଭଲ ଭାବରେ ନେବ କି ଖରାପ ଭାବରେ ନେବ, ଏବଂ ଲୋକଙ୍କୁ ତାର କେତେ ଅଧିକ ସୁଫଳ ମିଳିବ, ସାମାଜିକ ତାର ସାମାଜିକ ଏଫେକ୍ଟ କେତେ, ଲୋକଙ୍କ କ'ଣ ଭଲ ହେବ କି ଖରାପ ହେବ। ଆଜ୍ଞା ଦେଖନ୍ତୁ, ଏହା ନିଶ୍ଚିତ ଲୋକାଭିମୁଖୀ ହେବ ଏବଂ ଏଇଟା ସରକାରଙ୍କର ଗୋଟେ ବଡ଼ ପ୍ରୟାସ। ଏଥିରେ ଦ୍ୱିମତ ନାହିଁ କି ଦ୍ୱିରୁକ୍ତି ମଧ୍ୟ ନାହିଁ। କାହିଁକି ନା ଯେମିତି ମୁଁ କହିଲି, ଏଇ ଔପନିବେଶିକବାଦ ଆଇନକୁ ଉଚ୍ଛେଦ କରି ସାମାଜିକ ସ୍ଥିତିକୁ ଦେଖି ପ୍ରାସଙ୍ଗିକ ଆଇନ ପ୍ରଚଳନ କରିବା ସବୁ ଗଣତାନ୍ତ୍ରିକ ସରକାରଙ୍କର କର୍ତ୍ତବ୍ୟ ଏବଂ ସରକାର ମଧ୍ୟ ଏହା କରିଛନ୍ତି। ଦେଖନ୍ତୁ, ଭାରତୀୟ ନ୍ୟାୟ ସଂହିତା ବା ଯେଉଁଟା ପେନାଲ କୋଡ୍, ସେଥିରେ ବିଭିନ୍ନ ସମୟରେ ବିଭିନ୍ନ ଅଦାଲତି ରାୟ ବଳରେ ବିଭିନ୍ନ ପ୍ରକାର ଆଇନ ସବୁ ହେଇଛି, ଯେଉଁଟାକି ଇଣ୍ଡିଆନ୍ ପେନାଲ କୋଡ୍ର କୌଣସି ସେକ୍ସନରେ ବା କୌଣସି ଅନୁଚ୍ଛେଦ ପରିଚ୍ଛେଦରେ ନାହିଁ। ଏଇଟାକୁ ବେଳେବେଳେ ସର୍ବୋଚ୍ଚ ନ୍ୟାୟାଳୟ ବା ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟମାନେ ତାକୁ ବିଭିନ୍ନ ପ୍ରକାର ରାୟ ମାଧ୍ୟମରେ ତାକୁ ଅନୁଶୀଳନ ବିଶ୍ଳେଷଣ କରି ସେ ଆଇନକୁ ଦରକାର ପଡ଼ିଲେ ତାକୁ ପରିବର୍ତ୍ତନ ମଧ୍ୟ ସେଥିରେ କରିଛନ୍ତି। କିନ୍ତୁ ସେ ପ୍ରକାର ବ୍ୟବସ୍ଥାରେ ଜଣାପଡ଼ିଲା କ'ଣ ନା, ଏଇଟା ଯଦି ଗୋଟେ ଅନୁଶୀଳନ ବା ବିଶ୍ଳେଷଣର ବିଷୟବସ୍ତୁ ହେବ, ଏଇଟା ବିଭିନ୍ନ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ହେବ। ଯଦି ଆପଣ ଅନୁଶୀଳନ ବା ବିଶ୍ଳେଷଣ କରୁଛନ୍ତି, ଆପଣ ଆପଣଙ୍କ ବାଟରେ କରିବେ, ମୁଁ କରୁଛି ମୁଁ ମୋ ବାଟରେ କରିବି, ହୁଏତ ଆମେ ଦୁଇ ଜଣ ଯାକ ଠିକ୍ ହେଇପାରନ୍ତି। ତେଣୁ ଏଇଭଳି ଗୋଟେ ଆମ୍ବିଗୁଅସ୍ ପୋଜିସନରେ କ୍ରିମିନାଲ ଲ ଚାଲିପାରିବନି। କାହିଁକି ନା, ମନେ କରନ୍ତୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗୋଟେ ପର୍ଟିକୁଲାର ବିଶ୍ଳେଷଣ କରିକି ଗୋଟେ ପର୍ଟିକୁଲାର କଥା କହିଲା, ସେଥିରେ ଅପରାଧୀ ଖସିଯିବ। ସେଇଭଳି ଗୋଟେ ସିମିଲାର ଅଫେନ୍ସରେ, ସିମିଲାର ଅପରାଧରେ ପଶ୍ଚିମବଙ୍ଗର ଉଚ୍ଚ ନ୍ୟାୟାଳୟ ଗୋଟେ ପ୍ରକାର ରାୟ ଦେଇଛନ୍ତି, ସେଥିରେ ସେ ଦୋଷୀ ସାବ୍ୟସ୍ତ ହେବ। ତେଣୁ ଗୋଟିଏ ଦେଶରେ ବିଭିନ୍ନ ପ୍ରକାର ଯେଉଁ ଆଇନଗତ ଡିସ୍ପ୍ୟାରିଟି ପାର୍ଥକ୍ୟ ବା ଅନୁଶୀଳନ ବିଶ୍ଳେଷଣଗତ ପାର୍ଥକ୍ୟ, ସେଇଟାକୁ ଏକାଠି କରିବା ପାଇଁ ଏଇ ଆଇନଟି ନିହାତି ଆବଶ୍ୟକ ଥିଲା। ଦେଖନ୍ତୁ, ଭାରତୀୟ ନ୍ୟାୟ ସଂହିତାରେ ଏଥର ଗୋଟେ ନୂଆ ଓମେନ୍ ଆଉ ଚାଇଲ୍ଡ ରିଲେଟେଡ୍ ଅଫେନ୍ସ ପାଇଁ, ଅପରାଧ ପାଇଁ ଗୋଟେ ନୂଆ ଚାପ୍ଟର କରାଯାଇଛି ଏବଂ ଏଥିରେ ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଯେଉଁ ଅପରାଧ ହେବ ତା ପାଇଁ ମଧ୍ୟ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି। ଆହୁରି ଗୋଟେ ଜିନିଷ ହେଉଛି, ଯେଉଁ ରାଜଦ୍ରୋହ, ଖୁବ୍ ଅତି ନିକଟରେ ଆପଣ ଜାଣିଥିବେ, ସେ ଯେଉଁ ଅର୍ଣ୍ଣବ ଗୋସ୍ୱାମୀଙ୍କ କେସ୍ରେ, ଅରୁନ୍ଧତୀ ରାୟଙ୍କ କେସ୍ରେ ଗୋଟାଏ ପ୍ରକାର ସାମାନ୍ୟ ଷ୍ଟେଟମେଣ୍ଟକୁ ତାଙ୍କୁ ରାଜଦ୍ରୋହ ବୋଲି ନିଆହେଲା। କାହିଁକି? ଇଟ୍ ଇଜ୍ ହ୍ୟାଡ୍ ପ୍ରୋଭୋକେଟିଭ୍ ନେଚର। ଏଇଟା ଉତ୍ତେଜନାମୂଳକ ଭାଷଣ, ଯେଉଁଟାକି ଭାରତ ସରକାରଙ୍କର ଅଖଣ୍ଡତାକୁ କ୍ଷୁଣ୍ଣ କରୁଛି। ତାଙ୍କୁ ସବୁ ମଧ୍ୟ କାରାଗାରରେ ଭର୍ତ୍ତି କରାଯାଇଥିଲା, ଯେଉଁଟାକି ସୁପ୍ରିମକୋର୍ଟ ବା ଆମର ଉଚ୍ଚତମ ନ୍ୟାୟାଳୟ ସେତେବେଳେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେଣୁ ବର୍ତ୍ତମାନ ସେଇ ଯେଉଁ ରାଜଦ୍ରୋହ ମାମଲାର, କାରଣ ସେ ଯେଉଁ ରାଜଦ୍ରୋହର ସଂଜ୍ଞା
ସେତେବେଳେ ବ୍ରିଟିଶ ସରକାର କରିଥିଲେ କେବଳ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଦମନ କରିବେ ବୋଲି। ବର୍ତ୍ତମାନ ଯେହେତୁ ଆମର ସମ୍ବିଧାନରେ କହିବାର ଅଧିକାର ବକ୍ତବ୍ୟର ସମ୍ପୂର୍ଣ୍ଣ ସ୍ୱାଧୀନ ଅଧିକାର ରହିଲା, ତେଣୁ ସେତେବେଳେ ସେ ରାଜଦ୍ରୋହ ଅପରାଧଟା ଅପ୍ରାସଙ୍ଗିକ ମନେ ହେଲା। ତେଣୁ ଏଠି କ'ଣ ହେଲା, ବର୍ତ୍ତମାନ ନୂଆ ଆଇନରେ ସେ ଯେଉଁ ରାଜଦ୍ରୋହର ସଂଜ୍ଞାକୁ ବହୁତ ବ୍ୟାପକ କରାଯାଇଛି ଏବଂ ଏଇଭଳି ବକ୍ତବ୍ୟର ଅଧିକାର ସାବ୍ୟସ୍ତ କଲେ ସେଇଟା ରାଜଦ୍ରୋହ ଅପରାଧରୁ ବାଦ୍ ଦିଆଯାଇଛି। ବର୍ତ୍ତମାନ ରାଜଦ୍ରୋହ ଅର୍ଥ ଆପଣ ପ୍ରକାରାନ୍ତରେ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଥିବେ, ଯେଉଁଟାକି ବକ୍ତବ୍ୟ କେବେ ବି ଯୁଦ୍ଧ ଘୋଷଣା କରିପାରିବ ନାହିଁ, ଯେଉଁଟାକି ସୁପ୍ରିମକୋର୍ଟ କହିଥିଲେ ବହୁ ପୂର୍ବରୁ। ଏଇ ଅର୍ଣ୍ଣବ ଗୋସ୍ୱାମୀ କେସ୍ରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କଲେ। ତେଣୁ ବର୍ତ୍ତମାନ ସେଇ ଆଇନଟାକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ତୃତୀୟ ଜିନିଷ ହେଲା ଅର୍ଗାନାଇଜ୍ଡ କ୍ରାଇମକୁ ଗୋଟେ ବିଭାଗରେ ରଖାଯାଇଛି ଏବଂ ତା ପାଇଁ ସ୍ୱତନ୍ତ୍ର ଦଣ୍ଡବିଧାନ କରାଯାଇଛି। ବର୍ତ୍ତମାନ କଥା ହେଉଛି ଅର୍ଗାନାଇଜ୍ଡ କ୍ରାଇମ୍ କେଉଁଟା? ଧରନ୍ତୁ ଅର୍ଥ ପାଇଁ ଅପହରଣ ବା କନସ୍ପିରେସି କରିକିରି ଯେଉଁ ପ୍ରକାର ଅପରାଧୀ ହୁଏ, ଏ କନସ୍ପାୟାର କଲା ବିକୁ, ବି କଲା ସିକୁ, ଡି ଅପରାଧଟା ଏକ୍ଜିକ୍ୟୁଟ୍ କଲା, ଏଗୁଡ଼ାକ ସବୁ ପୁରୁଣା ଆଇପିସିରେ ଏ ବ୍ୟବସ୍ଥା ସବୁ ସ୍କାଟର୍ଡ ହେଇକିରି ଥିଲା, ଖଣ୍ଡ ବିଖଣ୍ଡିତ ହେଇକି ବିଭିନ୍ନ ଜାଗାରେ ସେମିତି ବିଶ୍ଳେଷଣ ଓ ଅନୁଶୀଳନ ସାପେକ୍ଷ ଥିଲା। ବର୍ତ୍ତମାନ ସେଟାକୁ ଗୋଟେ ବିଭାଗ କରାଯାଇଛି ଏବଂ ତା ପାଇଁ ସ୍ୱତନ୍ତ୍ର ଦଣ୍ଡବିଧାନ କରାଯାଇଛି। ତାପରେ ସବୁଠୁ ବଡ଼ ଜିନିଷ ହେଲା ଆତଙ୍କବାଦକୁ ମଧ୍ୟ ଏଥିରେ ଦୋଷୀ ସ୍ୱତନ୍ତ୍ର ଦଣ୍ଡବିଧାନର ବ୍ୟବସ୍ଥା ହୋଇଛି। ତାପରେ ଯେଉଁ ଆମେ କଥା ହେଉଥିଲେ ସେତେବେଳେ ଆମର ଯଦି ପ୍ରତାରଣାଯୁକ୍ତ କିଛି ଅପରାଧ ଆମେ କରୁଛେ, ଏଇଟା ସେତେବେଳେ ସମ୍ପତ୍ତି ସମ୍ପର୍କିତ ବିଭାଗରେ ରହିଥିଲା ପେନାଲ କୋଡ଼ରେ। ଅଫେନ୍ସ ରିଲେଟିଂ ଟୁ ପ୍ରପର୍ଟିରେ ପ୍ରତାରଣାଟା ରହିଥିଲା। ଅବଶ୍ୟ ବିଭିନ୍ନ ଅଦାଲତ ସେତେବେଳେ ତାକୁ ଅନୁଶୀଳନ ବା ବିଶ୍ଳେଷଣ କରିକି କହିଲେ ନା, ଏହା ମଧ୍ୟ ପ୍ରତାରଣାଯୁକ୍ତ ବିବାହକୁ ମଧ୍ୟ ଏହା ଲାଗୁ ହେବ। ବର୍ତ୍ତମାନ ସେ ଯେଉଁ ପ୍ରତାରଣାଯୁକ୍ତ ବିଭାଗ ଗୁଡ଼ିକୁ ସବୁ ଗୋଟିଏ ଅଧ୍ୟାୟକୁ ଅଣାଯାଇଛି। ତେଣୁ ପ୍ରକାରାନ୍ତରେ ଏଇ ଯେଉଁ ନ୍ୟାୟ ସଂହିତାରେ ଏଇ ଯେଉଁ ନୂତନ ବ୍ୟବସ୍ଥା କରାଯାଇଛି, ଏଇଟା ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ଫଳପ୍ରଦ ହେବ, ଆଇନଜୀବୀମାନଙ୍କୁ ଫଳପ୍ରଦ ହେବ, ବିଚାରପତିମାନଙ୍କୁ ମଧ୍ୟ ବହୁତ ସହଜ ହେବ ଏବଂ ସାଧାରଣ ଲୋକଙ୍କୁ ଏହାର ଯେଉଁ ସ୍କିମ୍ଟା ବା ଏହାର ଯେଉଁ ଫ୍ରେମ୍ଟା ବୁଝିବା ପାଇଁ, ଆଉ ଏଇ ଯେଉଁ ଆଇନର ବିଭିନ୍ନ 5 ପୃଷ୍ଠା ଥରେ ଦେଖନ୍ତୁ, 50 ପୃଷ୍ଠା ଆଉ ଥରେ ଦେଖନ୍ତୁ, ଗୋଟେ ଅନୁଶୀଳନ ପାଇଁ ଯେଉଁ 20 ପୃଷ୍ଠା ହେଉଥିଲା, ଏବେ ଗୋଟାଏ ଚାପ୍ଟରରୁ ଆପଣ ସବୁଗୁଡ଼ିକ ସ୍କିମ୍ ପାଇଯିବେ। ତାମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଏଇ ଯେଉଁ ନୂଆ ଆଇନଟା ଆସିଲା, ଏହାଦ୍ୱାରା ଗୋଟେ ବଡ଼ ସୁବିଧା ହେଲା ଯେ ଯେଉଁ ଇଣ୍ଟରପ୍ରିଟେସନ୍ ହେଉଛି ବା ଅନୁଶୀଳନ ବା ବିଶ୍ଳେଷଣ ହେଉଛି ସେଇଟା ଗୋଟିଏ ଦିଗରେ ହେଲା, ସମୟ ସାପେକ୍ଷ ହେଲା ନାହିଁ, ଯାହାଫଳରେ ସମୟ ବି ଅଳ୍ପ ସମୟ ଲାଗିଲା। ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ସେମାନେ ବି ଗୋଟିଏ ଦିଗରେ କାମ କରିବାକୁ ଏବଂ ଗୋଟେ ପ୍ରକୃତ ପ୍ରକାରାନ୍ତରେ କାମ କରିବାକୁ ମଧ୍ୟ ସୁଯୋଗ ପାଇଲେ, ଯାହାଫଳରେ ସେଥିରେ ବି ତାଙ୍କର ଡିଭିଏସନ୍ ଆସିପାରିବ ନାହିଁ। ଦ୍ୱିତୀୟତଃ ହେଉଛି ଏଇ ଯେଉଁ ଆଇନର ଯେଉଁ ସୁଫଳଟା ସେଇଟା ତୃଣମୂଳ ସ୍ତରରେ ପହଞ୍ଚିବାକୁ ସୁବିଧା ହେଲା, ଯାହାଫଳରେ ଆପଣଙ୍କର ଯାହା କହିବା କଥା ଯେ ଗୋଟେ ଲୋକ ଯେଉଁ ଆଶା ଆଉ ଯେଉଁ ବିଶ୍ୱାସ ନେଇକରି ଆସିଥାଏ ମାନେ ନ୍ୟାୟାଳୟ ପାଖକୁ, ତାକୁ ସେ ଆଶା ଆଉ ବିଶ୍ୱାସଟା ତାର ମାନେ ବଳବତ୍ତର ରହିବ ଏବଂ ଡେଫିନେଟଲି ବା ନିଶ୍ଚିତ ସେ ତାର ସୁଯୋଗଟା ତାର ସୁଫଳଟା ସେ ପାଇବ। ସାଧାରଣ ଲୋକଟିଏ ସରଳ ଭାବରେ ବର୍ତ୍ତମାନ ଏଇ ଆଇନ ଗୁଡ଼ିକୁ ବୁଝିପାରିବ। ଯାହାଫଳରେ କ'ଣ ହେବ ନା ସିଏ ନିଜେ ବି, ଆମେ ଯେଉଁ ବହୁତ ସମାଜରେ ଗୋଟେ ଥିଲା ଯେ ସେ ଆଇନ ସମ୍ପର୍କରେ ମୁଁ ବିଶେଷ ଜାଣିନି, ଏଇଟା କ'ଣ ମୁଁ ଜାଣିନି, ଆଉ ସେ ବିଷୟ କିଛି ହେବନି, ସମସ୍ତେ ସବୁ ବିଷୟ ଜାଣିପାରିବେ, ବୁଝିପାରିବେ, ଯାହାଫଳରେ ଜ୍ଞାନ ବି ବଢ଼ିପାରିବ। ଗୋଟେ ଜିନିଷ ହେଲେ ଆପଣ କହୁଥିଲେ ଏଇ ଯେଉଁ ମହିଳା, ଶିଶୁ ଆଉ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି, ଟିକେ ସେଇଟାକୁ ଆଉ ଟିକେ ଆମକୁ ଏଲାବୋରେଟ୍ କରି କହିପାରିବେ କି ମାନେ କ'ଣ ସେଥିରେ ରହିଛି ବ୍ୟବସ୍ଥା? ଶୁଣନ୍ତୁ, ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ଅପରାଧ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଯେଉଁ ଅପରାଧ, ଏଟାକୁ ଗୋଟାଏ ବିଭାଗରେ ରଖାଯାଇଛି ଏବଂ ମହିଳାମାନଙ୍କ କ୍ଷେତ୍ରରେ এই ଆଇନକୁ ଦଣ୍ଡବିଧାନ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଯଦି 18 ବର୍ଷର କୌଣସି ଶିଶୁ ବାଳିକାକୁ
କୌଣସି ପ୍ରକାର ଯୌନ ବ୍ୟବଚାର କରାଯାଏ ସେଥିରେ ମଧ୍ୟ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଛି। ଆଗରୁ କେବଳ ଆମର ମୃତ୍ୟୁଦଣ୍ଡ ଥିଲା, ଧରନ୍ତୁ ଖୁବ୍ କମ୍ ଅଫେନ୍ସରେ ଯେଉଁଠି ମର୍ଡର ଥିବ ବା ସାଧାରଣତଃ କାଉଣ୍ଟର ଫିଟିଂ ଅଫ୍ କଏନ୍ ଯେଉଁ କରେନ୍ସି ନୋଟ୍ସ ସେ କେସ୍ରେ ମୃତ୍ୟୁଦଣ୍ଡ ଥିଲା। ସେଗୁଡ଼ାକୁ ଧୀରେ ଧୀରେ ଷ୍ଟ୍ରିଞ୍ଜେଣ୍ଟ ବା ଅତି କଠୋର କରାଯାଇଛି ଏବଂ ବିଭିନ୍ନ ବର୍ଗର ସାଧାରଣ ବର୍ଗର ଲୋକଙ୍କର ବା ନିମ୍ନ ବର୍ଗର ଲୋକମାନଙ୍କ କ୍ଷେତ୍ରରେ ଏହି ଅପରାଧକୁ ଗରିତ ବିବେଚନା କରାଯାଇଛି ଏବଂ ଏହା ପାଇଁ ସ୍ୱତନ୍ତ୍ର ଦଣ୍ଡ ବିଧାନ କରାଯାଇଛି। ଏବଂ ଯେମିତି ମୁଁ ଆପଣଙ୍କୁ କହିଲି ଯେ ଏହି ପ୍ରକାର ଯେଉଁ ବ୍ୟବସ୍ଥା ଭିତରେ ଗୋଟାଏ ସାଧାରଣ ଲୋକ, ଯେମିତି ଆପଣ କହିଲେ ଯେ ମୁଁ ଆଇନ ବିଷୟରେ କିଛି ଜାଣିନି, ଏଇଟା କୌଣସି ନାଗରିକ କହିପାରିବ ନାହିଁ। କାହିଁକି ନା ଏଇ ଆଇନଟା ଏଇ ନାଗରିକ ହିଁ ତିଆରି କରିଛି। ଏଇ ନାଗରିକ ଯାହାକୁ ଗଣତାନ୍ତ୍ରିକ ମାଧ୍ୟମରେ ନିର୍ବାଚିତ କରିକି ସଂସଦକୁ ବା ବ୍ୟବସ୍ଥାପକ ସଭାକୁ ପଠାଇଛନ୍ତି, ସେଇମାନେ ହିଁ ଆଇନ ତିଆରି କରିଛନ୍ତି। ତେଣୁ ପ୍ରକାରାନ୍ତରେ ଆମେ ଆମ ଆଇନ ତିଆରି କରିଛେ। ତେଣୁ ଆମେ କହିପାରିବାନି ଯେ ମୁଁ ଏଇ ଆଇନଟା ଜାଣିନି। ତାହେଲେ ବର୍ତ୍ତମାନ ସାଧାରଣ ଲୋକ ବା ଆଇନଜୀବୀ ବିଚାରପତି ୟାଙ୍କ ଭିତରେ ପାର୍ଥକ୍ୟ କ'ଣ ରହିବ ନା ଆଇନଜୀବୀ ବା ବିଚାରପତି ଏମାନେ ଯେହେତୁ ଆଇନଗତ ଦକ୍ଷତା ରଖିଛନ୍ତି, ଏମାନଙ୍କର ଅନୁଶୀଳନ ଓ ବିଶ୍ଳେଷଣର ଦକ୍ଷତା ଅଲଗା। ବର୍ତ୍ତମାନ ସାଧାରଣ ଲୋକଟିଏ ସାଧାରଣ ଭାବରେ ଆଇନଟି ବୁଝିପାରିବ। ଆଜ୍ଞା, ଯେ ମୁଁ ଯଦି ଏଇ କାମ କଲି ମୁଁ ଏଇ ଦଣ୍ଡ ପାଇବି। ତାହେଲେ ଆଉ ଗୋଟେ ବଡ଼ ଜିନିଷ ବି ଆପଣ ଏଇଲେ କହିବା ବେଳେ ଯାହା ଆମେ ବୁଝିପାରୁଛେ ଯେ ଯେଉଁଭଳି ଭାବରେ କଠୋର ଦଣ୍ଡବିଧାନ କରାଯାଇଛି ଏହି ଆଇନରେ ଏବଂ ସେଥିପାଇଁ ଯେଉଁ ପ୍ରକାର ବ୍ୟବସ୍ଥା ରହିଛି ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି ଆଇନରେ, ତାହେଲେ ନିଶ୍ଚିତ ଭାବରେ ଏମିତି ହେବ ଏବଂ ଏହାର ଗୋଟେ ପ୍ରଭାବ ପଡ଼ିବ ସମାଜ ଉପରେ, ଯାହାଫଳରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇପାରେ, ବହୁ ପରିମାଣରେ ହ୍ରାସ ପାଇବ। କାହିଁକିନା ସେମାନେ ବି ନିଜେ ଜାଣିବେ ନିଶ୍ଚିତ ଯେ ଏଇ ପ୍ରକାର ଅପରାଧ କଲେ ଆମ ପାଇଁ ଦଣ୍ଡ ରେଡି ହେଇକରି ଅଛି। କାରଣ ଆଗରୁ ଥିଲା ତାଙ୍କ ମନରେ ରହୁଥିଲା ଯେ ଯେତିକି ଦିନ ନ୍ୟାୟ ପ୍ରକ୍ରିୟା ଚାଲିଛି କଳା ବାଟ ଅଛି, ସେଥିରେ ମୁଁ ଖସି ଯାଇପାରିବି। ବର୍ତ୍ତମାନ ସେ ପ୍ରକାର ସୁଯୋଗ ଆଉ ସେମାନଙ୍କୁ ମିଳିପାରିବ ନାହିଁ। ଏଇଠି ଗୋଟେ ମନକୁ ପ୍ରଶ୍ନ ଆସୁଛି ବୋଲି ପଚାରୁଛି, ଆମର ଯେଉଁ ଭାରତୀୟ ସାକ୍ଷ୍ୟ ଆଇନ ରହିଛି ଏବେ ଯେଉଁ ଆସିଲା, ଆଗରୁ ଥିଲା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଯେଉଁଟା ସାର୍ ଆପଣ କହୁଥିଲେ, ସେଇ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ଆଉ ଭାରତୀୟ ସାକ୍ଷ୍ୟ ଆଇନ କ'ଣ ବିଶେଷ ପରିବର୍ତ୍ତନ ଏଥିରେ ହେଲା ବୋଲି ଆପଣ ଭାବୁଛନ୍ତି? ଶୁଣନ୍ତୁ, ଯଦିଓ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ରିପିଲ୍ ହେଇଛି, ବଟ୍ ତାର ବହୁ ପ୍ରକାର ଅନୁଚ୍ଛେଦ ଏଇ ନୂଆ ସାକ୍ଷ୍ୟ ଆଇନରେ ମଧ୍ୟ ପ୍ରତିଫଳିତ ହେଇଛି। ସେଟାକୁ ଆମେ କୌଣସି ପ୍ରକାରେ ଅନ୍ତର କରିପାରିବା ନାହିଁ। କିନ୍ତୁ ଏଇ ଯେଉଁ ନ୍ୟାୟ ପ୍ରକ୍ରିୟାକୁ, ଫୌଜଦାରୀ ନ୍ୟାୟ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ଏଭିଡେନ୍ସ ଆକ୍ଟରେ ଯେଉଁ କେତେ ଗଳା ବାଟ ରହିଯାଇଥିଲା, ଯେଉଁଟା ମୁଁ ପ୍ରଥମରୁ ଆପଣଙ୍କୁ କହିଲି, ଯାହାର ସୁଯୋଗ ନେଇକିରି ଦୋଷୀ ମଧ୍ୟ ଖସି ଯାଉଥିଲା ଏବଂ ଦୋଷୀ ମଧ୍ୟ ଏଇ ବିଚାର ପ୍ରକ୍ରିୟାଟାକୁ ବହୁତ ଦିନ ଲମ୍ବେଇ ନେବା ପାଇଁ ମଧ୍ୟ ସୁଯୋଗ ପାଉଥିଲା। ବର୍ତ୍ତମାନ ଏଥିରେ କ'ଣ ହେଲା, ଗୋଟେ ଆପଣଙ୍କୁ ଉଦାହରଣ ଦେଇ କହୁଛି, ଏଇ ଯେଉଁ ନୂଆ ସାକ୍ଷ୍ୟ ଆଇନରେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ରେକର୍ଡ ଗୁଡ଼ାକୁ ପ୍ରାଇମେରୀ ଏଭିଡେନ୍ସ ହିସାବରେ ଗ୍ରହଣ କରାଯିବ, ପ୍ରାଥମିକ ପ୍ରମାଣ ଭାବରେ ଗ୍ରହଣ କରାଯିବ, ଯେଉଁଟାକି ଆଗରୁ ଏଇଟାକୁ ଦ୍ୱିତୀୟକ ପ୍ରମାଣ ବୋଲି ଗ୍ରହଣ କରାଯାଉଥିଲା। ବର୍ତ୍ତମାନ ଆପଣଙ୍କର ଟେଲିଫୋନିକ୍ କନଭରସେସନ୍ ଯଦି ପ୍ରମାଣିକ ଭିତ୍ତିକ ତଥ୍ୟ ସେଥିରେ ଅଛି, ତାହେଲେ ସେଇଟା ମଧ୍ୟ ପ୍ରାଥମିକ ପ୍ରମାଣ ଭାବରେ ଗ୍ରହଣ କରାଯିବ। ସେମିତି ଆପଣଙ୍କର ଯଦି ଭିଡ଼ିଓ କ୍ଲିପିଂ ଅଛି, ସେଇଟାକୁ ମଧ୍ୟ ଡାଇରେକ୍ଟଲି ଆପଣ କୋର୍ଟରେ ପ୍ରାଥମିକ ପ୍ରମାଣ ଭାବରେ ଦେଇପାରିବେ ଏବଂ କୋର୍ଟ ମଧ୍ୟ ତାକୁ ଅନୁଶୀଳନ କରି ତାଙ୍କର ରାୟ ଶୁଣେଇ ପାରିବେ। ସେଇଟା ଗୋଟେ ପ୍ରାମାଣିକ ତଥ୍ୟ ଭାବରେ ଗ୍ରହଣ କରାଯିବ। ଦ୍ୱିତୀୟ କଥା ହେଲା, ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ କ'ଣ ଥିଲା ନା, ଆପଣ ଯଦି ଏଇଭଳି କିଛି ଇଲେକ୍ଟ୍ରୋନିକ୍ ପ୍ରମାଣ ଦେବେ ବା ବୈଦ୍ୟୁତିକ ମାଧ୍ୟମର କିଛି ପ୍ରମାଣ ଆପଣ କୋର୍ଟରେ ଉପସ୍ଥାପନ କରିବେ, ସେଥିପାଇଁ ଆପଣ କୋର୍ଟରୁ ଗୋଟେ ଅନୁମତି ନେବେ। ସେଇ ପର୍ଟିକୁଲାର ପ୍ରମାଣଟାକୁ ଆପଣ ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଇବେ, ସେଠୁ ରିପୋର୍ଟ ଆସିବ, ସେ ରିପୋର୍ଟର ତଥ୍ୟ ସବୁ କୋର୍ଟରେ ଉପସ୍ଥାପନ ହେବ। ଏ ପ୍ରକ୍ରିୟାରେ ବହୁତ ଗୁଡ଼ାଏ ସମୟ ଅତିବାହିତ ହୋଇଯାଉଥିଲା।
এই ନୂଆ ସାକ୍ଷ୍ୟ ଆଇନ ଅନୁସାରେ ବର୍ତ୍ତମାନ ପୋଲିସ ଇଭିନ୍ ବିଲୋ ଦି ରାଙ୍କ ଅଫ୍ ସବ୍ ଇନ୍ସପେକ୍ଟର ସେ ମଧ୍ୟ এই ইলেকট্রনিক প্রমাণর রিকুইজিশন করিপারিবে। আচ্ছা সে মধ্য ডাইরেক্টলি ফরেনসিক ল্যাবরেটরিরু সে তথ্য আনি কোর্টরে উপস্থাপন করিপারিবে অভিযোগ ফর্দ সাঙ্গরে। এবং এই যে ইলেকট্রনিক তথ্যর প্রামাণিক তথ্যর ফর্মাল প্রুফ বা যেটা সাধারণ ভাবে গোটে প্রামাণিক তথ্য বলি জনে লোক সাক্ষী দেইকি কহ সেটাকু মধ্য এটাকু প্রতিহত করা যাইছি। से जदि से सीडीटा बा आपणकर पेन ड्राइवटा जदि आप डायरेक्टली प्रमाण करदे एवं अदालत तार प्रासंगिकता को ग्रहण कले ताले सेटाकू मध्य प्राथमिक प्रमाण भाव में ग्रहण करी से तांकर राय ता ऊपर पर्यवेसित करिपारिबे। एवं द्वितीय जिनिस हला आगुर जो एविडेंस एक्ट रे आपणकर थिला सेकेंडरी एविडेंस गुड़ा को वर्तमान प्राइमरी एविडेंस कर दिया गला। एवं जेते प्रकार साक्ष्य प्रमाण जो गुड़ा को सेते बेले समय सापेक्ष थिला ताकू कर्टेल कर दिया गला धीरे धीरे एवं गोटे टाइम बाउंड प्रोग्राम कर दिया गला। एतिकी दिन भितर यही प्रकार प्रमाण संगृहित हबो नहले अदालत ताकू सुपरवाइज करिवे अनुसंधानकारी संस्था को तागिदा करिवे जे जल्दी करो एवडा करो। तेणु यही व्यवस्था भितर गोटे आईनर कार्यकारिता गतिशील हेबो। एवं जो आमे आगुर आमर सब अभिज्ञता अच्छी गोटे गोटे केस स्टाग्नाट होकर माने पड़ी रही से सब डरमांट फाइल को पलाए कोर्ट रे जे एथरा आ किछि हेई परिबोनी तेणु एटा को पकई दियो सियाडे माने अदरकारी फाइल भाव में पड़ुला। एबे आ से सब हबनी प्रतिटी केस तार लॉजिकल एंड रे पहुँचबो एवं त्वरित न्याय मिलिबो। तामाने आपण माने जोटा आपण एक्जेक्टली कहिले जे गोटे समय सीमा निर्धारित होई आसुची एवं ए समय सीमा भितर से माने केस सरीबार अछि से मामला सरीबो। आउ गोटे जोटा आपण इले कहूतिले जे जे अभियुक्त जे दोष करिछि सी जो गला बाटरे तार बेनिफिट नौथुला एवं सेथिरे भी तदंतकारी संस्था तरफरु भी मध्य ताकू जो माने साहाय्य सहयोग से पाउथुला जोटा कि आम ऑफिशियली न कहले भी अनऑफिशियली जोटा आम मन को आसे जे हाँ से माने से सुजोग पाउथिबे एबे तार से सुजोग भी मिल पारिबो नाही कारण तांको पई तदंतकारी संस्था पई मध्य निर्दिष्ट भाव में रहिला जे तमे ए जिंस खूब जल्दी बा एतिक दिन भितर तमे सारिबा को बाध्य एवं एया माने तदंत चलीची बा ए समय आम ए भी नहीं आम आउरी एविडेंस कलेक्शन करूछु एथिपई तमे जो समय नौथुलो ए समय भी आमे नहीं पारिबो नाही जाफल से माने मध्य ए आईन द्वारा उत्तरदायी हो पारे। आउ गोटे बड़ जिनस है जमती टेक्नोलोजी आमर डेभलप करी जाइछि वर्तमान भर्चुअली आम इलेक्ट्रोनिक माध्यम रे आम लाइफ रो धरंतु हाफ ऑफ द डे आम इलेक्ट्रोनिक माध्यम रे ही अतिबाहित करुचे। गोटे साक्षी से कोर्ट रे आसिकरी साक्ष्य प्रमाण दबा पाई माने करंतु गोटे पर्टिकुलर ऑफिसर गोटे डाक्तर से साक्षी दबो बा गोटे पुलिस ऑफिसर से साक्षी दबो ये घटना घटिला बेले से जो जगार अच्छी साक्षी देला बेलू से जगार नाही जदि बा अच्छी तार अटेंडेंस को आम कोर्ट रे प्रोक्योर करि पारु नाहे फॉर सम रीजन। वर्तमान आईन रे व्यवस्था हैला ए टेक्नोलोजी रो ताळे ताळे देगी जे ना से जदि रिमोट एरिया रे मध्य थिबो कोर्ट रो जुरिस्डिक्शन बाहर जदि बा थिबो तेणु तमे आम ताकू वैद्युतिक माध्यम रे तार साक्ष्य प्रमाण ग्रहण करि परिबा जोटा गोटे बड़ माने अचीवमेंट इन क्रिमिनल सिस्टम जे साक्षी जोठी थाउ तार साक्ष्य प्रमाण आम एठू बसिकी इलेक्ट्रोनिक मीडियम रे आम तार साक्ष्य ग्रहण करि परिबा। सो ए प्रणाली रे कोन हबो ना जो साक्षी को आम वर्ष वर्ष धरिक अपेक्षा करिक रहउथिलु आउ अपेक्षा करिवा को पड़िबो ना एवं से साक्षी मध्य टाइम नबा बहाना रे बा समय नाही बा मु दूर रे अछि सेही बहाना रे जो केस टू दूरेई करी रहुतला बर्तमान से मध्य निर्दिष्ट समय सीमा मध्य आसी उपस्थित रहिबो इलेक्ट्रोनिक्स माध्यम रे हो नले व्यक्तिगत भाव में हो एवं जहा फल रे मामलाटार माने समाधान हबाटा आहुरी सरल हो पारिबो। अच्छा ई जो आपण ताले बर्तमान आमे गोटे ओवरऑल आमे बुझी आसिले माने गोटे आमे जानि पारिले जे ए आईन रो आवश्यकताटा थिला
ଏବଂ ଏ ଆଇନକୁ ଏଇ ଯେଉଁ ନୂଆ ଆଇନ ଗୁଡ଼ିକ ଆସିଲା ଇଏ ପରିବର୍ତ୍ତିତ ଯେଉଁ ଆଇନ ଆସିଛି ଏଇଟା ଭାରତୀୟ ସାମ୍ପ୍ରତିକ ସମାଜ ପରିସ୍ଥିତି ପାଇଁ ନିହାତି ଜରୁରୀ ଥିଲା। ତେବେ ଏଇଠି ଆଉ ଗୋଟେ ପ୍ରଶ୍ନ ମନକୁ ଆସୁଛି ଯେଉଁଟା ନିଶ୍ଚିତ ଆପଣଙ୍କଠୁ ଜାଣିବାକୁ ଚାହିଁବି। ଆରମ୍ଭରୁ ଆପଣ କହିଲେ ଯେ ଯେଉଁ 30 ଜୁନ୍ ଯାଏ ଯେଉଁ କେସ୍ ଗୁଡ଼ିକ ମୋକଦ୍ଦମା ଗୁଡ଼ିକ ଆରମ୍ଭ ହୋଇସାରିଥିବ, ତା'ର ତଦନ୍ତ ଆରମ୍ଭ ହୋଇସାରିଥିବ, ତା'ର କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବ, ସେମାନେ ସେଇ କେସ୍ ଗୁଡ଼ିକ ମଧ୍ୟ ପୁରୁଣା ଆଇନ ଅନୁସାରେ କାର୍ଯ୍ୟକାରୀ କରାଯିବ ଏବଂ ସେଇଟା ମଧ୍ୟ ସେଇ ଆଇନ ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯିବ। ତାହେଲେ ଏଥି ମନକୁ ପ୍ରଶ୍ନ ଆସୁଛି ଯେ ଯଦି ପୁରୁଣା ଆଇନ ଅନୁସାରେ ଯାଏ ଏବଂ ପୁରୁଣା ଆଇନ ଅନୁସାରେ ଯଦି ସେଟାକୁ ମାନେ ତଦନ୍ତ କରାଯାଏ ଏବଂ ସେ ଅନୁସାରେ କାର୍ଯ୍ୟକାରୀ କରାଯାଏ ତାହେଲେ ଡେଫିନେଟଲି ପୁଣି ସେଇଭଳିଆ ସମୟ ସାପେକ୍ଷ ହେଉଥିବ ବା ସେଇ କେସ୍ ଗୁଡ଼ାକ ସେତିକି ସମୟ ବି ଲାଗିପାରେ ପୁରୁଣା ଆଇନ ଅନୁଯାୟୀ ନା ନାହିଁ, ସେଥିପାଇଁ କିଛି ସମୟ ନିର୍ଘଣ୍ଟ ନୂଆ ଆଇନରେ ସ୍ଥିର ହୋଇଛି ବା କରିବାକୁ ମାନେ ନିଷ୍ପତ୍ତି ହେଇଛି ଯେ ପୁରୁଣା ଆଇନରେ ଯେଉଁଗୁଡ଼ାକ ରହିଛି ସେଟାକୁ ଏତିକି ଦିନ ଭିତରେ ଆମକୁ ସାରିବାକୁ ପଡ଼ିବ କି ସେମିତି କିଛି ପରିସ୍ଥିତି ଅଛି କି? ଦେଖନ୍ତୁ, ଏଇଟା ଗୋଟେ ଭଲ ପ୍ରଶ୍ନ ଏବଂ ଏଇଟା ଗୋଟେ ଅନୁଶୀଳନ ଏବଂ ବିଶ୍ଳେଷଣ ସାପେକ୍ଷ ଜିନିଷ। ଦେଖନ୍ତୁ, ଯେତେ ଅପରାଧିକ ଆଇନ ତାର ଦୁଇଟା ବିଭାଗ ଥାଏ। ଗୋଟେ ହେଲା ସବଷ୍ଟାଣ୍ଟିଭ ଲ, ଯେଉଁଟାକି ଅପରାଧର ସଂଜ୍ଞା ନିରୂପଣ କରିବ ଏବଂ ତା ପାଇଁ ଦଣ୍ଡର ବି ବ୍ୟବସ୍ଥା କରିବ, ଯେଉଁଟା ପେନାଲ କୋଡ୍ କରୁଛି। ଆଉ ଗୋଟେ ହେଲା ବା ଯେଉଁଟା ଆମର ଏବେ ଭାରତୀୟ ନ୍ୟାୟ ସଂହିତା ଯେଉଁଟା କରିବ। ଦ୍ୱିତୀୟଟା ହେଲା ପ୍ରୋସିଜିଓର ଟୁ ଇମ୍ପ୍ଲିମେଣ୍ଟ ଦୋଜ ଅଫେନ୍ସ ଆଣ୍ଡ ଅଫେଣ୍ଡର, ଟୁ ପନିଶ ଦି ଅଫେଣ୍ଡର ଆଣ୍ଡ ଟୁ ଇମ୍ପ୍ଲିମେଣ୍ଟ ଦ୍ୟାଟ୍ ପନିଶମେଣ୍ଟ। এইটাକୁ କୁହନ୍ତି ପ୍ରୋସିଜିଓରାଲ ଲ। ସବଷ୍ଟାଣ୍ଟିଭ ଲ, ପ୍ରୋସିଜିଓରାଲ ଲ। କ୍ରିମିନାଲ ଲରେ ଆମର ସାମ୍ବିଧାନିକ ବ୍ୟବସ୍ଥାରେ ସବଷ୍ଟାଣ୍ଟିଭ ଲ ରେଟ୍ରୋସ୍ପେକ୍ଟିଭ ହେଇପାରିବ ନାହିଁ। ମୁଁ ଯଦି ଆଜି ଗୋଟାଏ ଅପରାଧ କଲି, ଆଜି ଯେଉଁ ଦଣ୍ଡ ବ୍ୟବସ୍ଥା ଅଛି ମୁଁ ସେତିକି ହିଁ ଦଣ୍ଡ ପାଇବି। ଜୁଲାଇ 1 ପରେ ଯଦି ତା ପାଇଁ କଠୋର ଦଣ୍ଡ ବିଧାନ ଥିବ ତାହେଲେ ମୁଁ ସେ ଦଣ୍ଡ ବିଧାନ ପାଇପାରିବି ନାହିଁ। କାରଣ ଆମେ ଯେଉଁ ଅଫେନ୍ସ ଯେଉଁ ଡିଫାଇନ୍ କରାହେଇଥିଲା ଅପରାଧର ସଂଜ୍ଞା, ହ୍ୱାଟ୍ ଇଜ୍ ଆନ୍ ଅଫେନ୍ସ ନା ଏନି ଆକ୍ଟ ଅର୍ ଓମିଶନ୍ ପନିସେବଲ୍ ଅଣ୍ଡର ଲ ଫର୍ ଦି ଟାଇମିଂ ଇନ୍ ଫୋର୍ସ। ସେ ସମୟରେ ଆଇନ ବଳବତ୍ତର ଥିବା ଭିତରେ ଏନି ଆକ୍ଟ ଅର୍ ଓମିଶନ୍, ମୁଁ କିଛି ଭୁଲ କଲି ବା ଠିକଟା କରିବାକୁ ଓମିଟ୍ କରିଗଲି ତାହେଲେ ସେଇଟା ଅପରାଧ। ତେଣୁ ପନିସେବଲ୍ ଅଣ୍ଡର ଲ ଫର୍ ଦି ଟାଇମିଂ ଇନ୍ ଫୋର୍ସ, ତାମାନେ 30/6/2024 ପର୍ଯ୍ୟନ୍ତ ଯାହା ଦଣ୍ଡ ବ୍ୟବସ୍ଥା ଥିବ ମୁଁ ସେଇଆ ପାଇବି। ତାର ପରିବର୍ଦ୍ଧିତ ଅପରାଧଟା 1 ତାରିଖରୁ ହୁଏତ ଅଧିକା ହେଇପାରେ, କିନ୍ତୁ ମୁଁ ସେଥିରେ ଗାଇଡ୍ ହେବି ନାହିଁ। ଏଇଟା ସବଷ୍ଟାଣ୍ଟିଭ ଲ, এইটাକୁ ଆପଣ ରେଟ୍ରୋସ୍ପେକ୍ଟିଭ କରିପାରିବେ ନାହିଁ। ବାକି ରହିଲା ପ୍ରୋସିଜିଓରାଲ ଲ। ପ୍ରୋସିଜିଓରକୁ ଆପଣ କେତେକ କ୍ଷେତ୍ରରେ ରେଟ୍ରୋସ୍ପେକ୍ଟିଭଲି ଆପ୍ଲାଇ କରିପାରିବେ। କାହିଁକି ନା କୌଣସି ନାଗରିକର ବା ଅପରାଧୀର ବା ଇନଫର୍ମାଣ୍ଟର କୌଣସି ଅଧିକାର ନାହିଁ ଯେ ପର୍ଟିକୁଲାର ପ୍ରୋସିଜିଓରକୁ ସେ କ୍ୱେଶ୍ଚିନ୍ କରିପାରିବ। କେଉଁ ପ୍ରୋସିଜିଓରରେ ତାକୁ ଦଣ୍ଡ ବିଧାନ କରାଯିବ ସେଇଟା ଆଇନର ପିଛିଲା ତାରିଖରେ ମଧ୍ୟ ଲାଗୁ କରାଯାଇପାରିବ ଯଦି ସେଟା ଅଧିକ କ୍ରିୟାଶୀଳ ବୋଲି ଜଣାପଡ଼ିବ। ତେଣୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା ସାକ୍ଷ୍ୟ ସଂହିତା ଯେଉଁଟା ଆମେ ପ୍ରୋସିଜିଓର ବୋଲି ଧରି ନେଇଛେ ସେଇଟାକୁ ପିଛିଲା ଭାବରେ ଲାଗୁ କରାଯାଇପାରିବ। ଯେମିତି ଧରନ୍ତୁ, ନୂଆ ଭାରତୀୟ ନ୍ୟାୟ ସଂହିତାରେ ଇଲେକ୍ଟ୍ରୋନିକ୍ ଏଭିଡେନ୍ସ ପୋଲିସ ଆଣିପାରିବ, କୋର୍ଟର ଇଣ୍ଟରଭେନସନ୍ ଦରକାର ନାହିଁ। ସେଇଟା ମଧ୍ୟ 30 ତାରିଖର ଅଫେନ୍ସକୁ ଅନୁସନ୍ଧାନକାରୀ ସଂସ୍ଥା ଚାହିଁଲେ 4 ତାରିଖରେ ଲାଗୁ କରିପାରିବ, କାରଣ ଏଥିରେ କାହାକୁ କିଛି କ୍ଷତି ହେଉନି। କୌଣସି ଅପରାଧୀ କହିପାରିବନି ଯେ ଏଥିରେ ମୋତେ ପ୍ରିଜୁଡିସ୍ ହେଲା। ଦିସ୍ ଇଜ୍ ଇନ୍ ଆଡଭାନ୍ସମେଣ୍ଟ ଅଫ୍ ଜଷ୍ଟିସ୍। ନ୍ୟାୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପଦକ୍ଷେପ। ସର୍ବୋପରି ଏହା ଗୋଟେ ଅନୁଶୀଳନ ଓ ବିଶ୍ଳେଷଣ ସାପେକ୍ଷ ଜିନିଷ। ଏଇଟା ଅଦାଲତୀ ରାୟ ଉପରେ ନିର୍ଭର କରିବ। ଏ ଆଇନ ତ ବର୍ତ୍ତମାନ ନୂଆ, ଏ ଆଇନର କାର୍ଯ୍ୟକାରିତା ମଧ୍ୟ ଅଦାଲତୀ ବିଶ୍ଳେଷଣ ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରୁଛି। ଏଥିରେ ସ୍ୱତନ୍ତ୍ର ଦକ୍ଷତାପୂର୍ଣ୍ଣ ଟ୍ରେନିଂ ଦରକାର, ଅନୁସନ୍ଧାନକାରୀ ସଂସ୍ଥାକୁ ଦରକାର,
ବିଶେଷ କରି ଅନୁସନ୍ଧାନକାରୀ ସଂସ୍ଥାମାନଙ୍କର ପ୍ରଶାସନିକ ଅଧିକାରୀମାନେ ସେମାନେ ଏହାକୁ ଅଧିକା କ୍ରିୟାଶୀଳ କରାଇବା ଆବଶ୍ୟକ। ସର୍ବୋପରି ଅଦାଲତର ଅନୁଶୀଳନ ଓ ବିଶ୍ଳେଷଣ ଉପରେ ଏହାର କାର୍ଯ୍ୟକାରିତା ନିର୍ଭର କରିବ ଏବଂ ଯେଉଁ ଉଦ୍ଦେଶ୍ୟ ନେଇ ଏ ଆଇନ ତିଆରି କରାଯାଇଛି ଏଇଟା ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଯାଉଛି ଏବଂ ସର୍ବୋପରି କହିବାକୁ ଗଲେ ଏହା ଯେଉଁ ଡାଇରେକ୍ଟିଭ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି ଆମ ସମ୍ବିଧାନରେ ଅଛି ତାହାର ଆନୁଷଙ୍ଗିକ ଓ ପ୍ରାସଙ୍ଗିକତା ମଧ୍ୟରେ ହୋଇଛି, ଏଥିରେ କିଛି ଦୁଇମତ ନାହିଁ। ତାମାନେ ସ୍ୱାଧୀନୋତ୍ତର ଭାରତ ପାଇଁ ଏଭଳି ଆଇନର ଆବଶ୍ୟକତା ଥିଲା। ଏଭଳି ଆଇନ ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ। ଏଭଳି ଆଇନ କାର୍ଯ୍ୟକାରୀ ହେବା ନିହାତି ଜରୁରୀ ଏବଂ ଏହାର ପ୍ରଭାବ ନିଶ୍ଚିତ ସମାଜ ଉପରେ ରହିବ, ଅପରାଧିକ କାର୍ଯ୍ୟକଳାପ ଉପରେ ରହିବ ଏବଂ ସମାଜର ନିମ୍ନ ସ୍ତରର ଲୋକ ପାଖରେ ମଧ୍ୟ ସୁଫଳ ପହଞ୍ଚି ପାରିବ। ଆଉ ଗୋଟେ କଥା ହେଉଛି, ଏଥିପାଇଁ ଆପଣ ଯାହା କହିଲେ ପ୍ରକୃତରେ ସଚେତନତା ଜରୁରୀ। ଏଥିପାଇଁ ଆମ ସମସ୍ତଙ୍କୁ ଶିକ୍ଷା ଲାଭ କରିବାକୁ ପଡ଼ିବ। ଆମ ସମସ୍ତଙ୍କୁ ଏ ବିଷୟରେ ଜାଣିବା ଦରକାର। ଆମେ ଯେତେ ଜାଣିବା ଏବଂ ଯେତେ ଏ ବିଷୟରେ ଆହୁରି ଆମେ ଗବେଷଣା କରିବା ଏବଂ ଯେତେ ୟା ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ, ସେଥିରେ ସଚେତନତା ବୃଦ୍ଧି ପାଇଲେ ନିଶ୍ଚିତ ଏ ଆଇନ ଆହୁରି ଅଧିକ ତ୍ୱରାନ୍ୱିତ ୱେରେ କାର୍ଯ୍ୟକାରୀ ହୋଇପାରିବ, ଯାହାଫଳରେ ଆମେ ସମସ୍ତେ ତା'ର ସୁଫଳ ପାଇପାରିବା। ସାର୍, ଆପଣ ବହୁତ ମୂଲ୍ୟବାନ ସମୟ ଦେଇ ଆମ ଗଣରେ ଆଜି ଉପସ୍ଥିତ ହୋଇ ଆମକୁ ଏତିକି ଆଲୋଚନା କଲେ, ସେଥିପାଇଁ ମାନେ ଆକାଶବାଣୀ ତରଫରୁ ଆମ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।